ବଦଳିଯିବ ବିଶ୍ୱ ଧର୍ମର ମାନଚିତ୍ର। ଆଗକୁ ବଢ଼ିବ ଧର୍ମର ଅଧିକ ପ୍ରଭାବ। ପଛେଇ ଯିବେ ହିନ୍ଦୁ ଏବଂ ଇସଲାମ ସମ୍ପ୍ରଦାୟ। ଆଗରେ ରହିବେ ଖ୍ରୀଷ୍ଟିଆନ ଧର୍ମାବଲମ୍ବୀ। କମିଯିବ ଅନ୍ୟ ଧର୍ମର ଲୋକଙ୍କ ସଂଖ୍ୟା। କେବଳ ରାଜ କରିବେ ଇସାଇ। 2050 ବେଳକୁ ଦୁନିଆର ଧର୍ମୀୟ ଚିତ୍ର ସମ୍ପୂର୍ଣ୍ଣ ବଦଳିଯିବ। ଭାରତ ସମେତ ଅନ୍ୟ ଦେଶରେ ବି ଅନ୍ୟ ଧର୍ମକୁ ଟପିବ ଖ୍ରୀଷ୍ଟିଆନ ଧର୍ମ। ସମସ୍ତଙ୍କୁ ପ୍ରଭୁ ଯୀଶୁଙ୍କର ବହୁମୂଲ୍ୟ ନାମରେ ମୋର ଆନ୍ତରିକ ନମସ୍କାର। ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ଆପଣ ଅଲରେଡ଼ି ଭିଡ଼ିଓ କ୍ଲିପ୍ ଆପଣ ଦେଖିଲେ ଯେ ଦେଖନ୍ତୁ, ଏମିତି ଗୋଟିଏ ଦିନ ଆସୁଅଛି ଆଉ ଯେତେବେଳେ ଖ୍ରୀଷ୍ଟିଆନମାନେ ସବୁ ରେକର୍ଡ଼ ଭାଙ୍ଗିଦେବେ। ଏବେ ବି ଖ୍ରୀଷ୍ଟିଆନମାନଙ୍କର ରେକର୍ଡ଼ ଅଛି। ପ୍ରଥମେ ମୁଁ ଆପଣଙ୍କୁ ଜଣାଇବି ଏବେ ସୁଦ୍ଧା ଖ୍ରୀଷ୍ଟିଆନମାନଙ୍କର କେଉଁ ରେକର୍ଡ଼ ଅଛି ଏବଂ ଆଗକୁ କେଉଁ ରେକର୍ଡ଼ ଭାଙ୍ଗିବା ପାଇଁ ଯାଉଅଛି। ଦୁଇଟା ଯାକ ବିଷୟ ମୁଁ ଆପଣଙ୍କୁ ଜଣାଇବି। ସେଥି ନିମନ୍ତେ ଭିଡ଼ିଓକୁ ଦେଖୁଥାନ୍ତୁ। ତେବେ ପ୍ରିୟ ବନ୍ଧୁଗଣ, ପ୍ରଥମେ ମୁଁ ଆପଣଙ୍କୁ ଜଣାଇବି ଏବେ ସୁଦ୍ଧା ଖ୍ରୀଷ୍ଟିଆନମାନେ କେଉଁ ରେକର୍ଡ଼ କରିଛନ୍ତି। ନମ୍ବର ୱାନ୍ ଦେଖନ୍ତୁ, ଆମର ଭାରତବର୍ଷରେ କେବଳ ନୁହେଁ, ଆମର ପୃଥିବୀରେ ଯେତେ ବି ଲୋକ ସଂଖ୍ୟା ଅଛନ୍ତି ସେମାନଙ୍କ ମଧ୍ୟରେ ଖ୍ରୀଷ୍ଟିଆନମାନଙ୍କ ସଂଖ୍ୟା ହେଉଛି 80% ଅଧିକ ହେଉଛି ଖ୍ରୀଷ୍ଟିଆନ। ଇଏ ହେଉଛି ଗୋଟେ ବିଶ୍ୱ ରେକର୍ଡ଼। ନମ୍ବର ୱାନ୍। ନମ୍ବର ଟୁ, ଆମର ପୃଥିବୀରେ ଯେତେ ବି ଧର୍ମ ଗ୍ରନ୍ଥ ଗୁଡ଼ିକ ଅଛି ସବୁଠାରୁ ଅଧିକ ଧର୍ମ ଗ୍ରନ୍ଥ ମାନେ ବିକ୍ରି କରାଯାଇଥିବା ମଧ୍ୟରୁ ବାଇବେଲ ଅନ୍ୟତମ। ଆମର ସମଗ୍ର ପୃଥିବୀରେ କୋରାନ ବି ଅଛି, ଗୀତା ବି ଅଛି, ପୁରାଣ ବି ଅଛି, କିନ୍ତୁ ସମସ୍ତ ଧର୍ମଗ୍ରନ୍ଥ ମଧ୍ୟରୁ ବାଇବେଲ ସବୁଠାରୁ ଅଧିକ ବିକ୍ରି କରାଯାଇଥିବା ଧାର୍ମିକ ଗ୍ରନ୍ଥ ଅଟେ। ନମ୍ବର 3, ପୃଥିବୀରେ ଯେତେ ବି ଧାର୍ମିକ ଗ୍ରନ୍ଥ ଅଛି ସବୁଠାରୁ ଅଧିକ ପଢ଼ାଯାଇଥିବା ଧର୍ମଗ୍ରନ୍ଥ ହେଉଛି ବାଇବେଲ। ତେବେ ଏ ସମସ୍ତ ରେକର୍ଡ଼ ଏବେ ବି ଅଛି। ୟାକୁ ଛାଡ଼ି ଦେଇକି ଆଉ ଗୋଟେ ବି ରେକର୍ଡ଼ ଅଛି ଯେଉଁଟାକି ପ୍ରାୟ ସମସ୍ତଙ୍କ ନଜରକୁ ଆସେ ନାହିଁ। ଆମର ପୃଥିବୀରେ ଯେତେବେଳେ ଡେଭଲପମେଣ୍ଟ ହେଇଛି, ଆପଣ ଇଣ୍ଟରନେଟ୍ କୁହନ୍ତୁ, ଆପଣ ଯାହା ବି କୁହନ୍ତୁ, ଯେତେବେଳେ ଡେଭଲପମେଣ୍ଟ କାର୍ଯ୍ୟ ସବୁ ହେଇଛି, ସ୍କୁଲ ହେଉ କଲେଜ ହେଉ, ଏ ସମସ୍ତ ବିଷୟ ପଛରେ ଖ୍ରୀଷ୍ଟିଆନମାନଙ୍କ ହାତ ଅଛି। ସେଇଟା ଗୋଟେ ରେକର୍ଡ଼। ଆଉ ଲୋକମାନେ ସେଫ୍ଟି ପିନ୍ ଠାରୁ ଆରମ୍ଭ କରି ଉଡ଼ାଜାହାଜ ପର୍ଯ୍ୟନ୍ତ ଯାହା ବି ୟୁଜ୍ କରୁଛନ୍ତି, ସେ ସମସ୍ତର ଉଦ୍ଭାବନ ଏବଂ ଆବିଷ୍କାର ପଛରେ ଖ୍ରୀଷ୍ଟିଆନମାନଙ୍କର ହାତ ଅଛି, ଖ୍ରୀଷ୍ଟିଆନ ମିଶନାରୀମାନଙ୍କ ହାତ ଅଛି। ଯେତେ ବି ସ୍କୁଲ ଅଛି, କଲେଜ ଅଛି, ଆଉ ସ୍କୁଲ କଲେଜ ନିର୍ମାଣରେ, ବ୍ରିଜ୍ ଗୁଡ଼ିକ ନିର୍ମାଣରେ ଖ୍ରୀଷ୍ଟିଆନମାନଙ୍କର ହାତ ଅଛି। ଏହିସବୁ ରେକର୍ଡ଼ ବର୍ତ୍ତମାନ ସୁଦ୍ଧା ଅଛି। କେବଳ ଆମର ଭାରତବର୍ଷକୁ ଦେଖିଲେ ହିନ୍ଦୁମାନଙ୍କର ସଂଖ୍ୟା ଅଧିକ ଆଉ ଖ୍ରୀଷ୍ଟିଆନମାନଙ୍କର ସଂଖ୍ୟା ବହୁତ କମ୍। କିନ୍ତୁ ଯଦି ଆମେ ପୁରା ପୃଥିବୀକୁ ଦେଖିବା, ଖ୍ରୀଷ୍ଟିଆନମାନଙ୍କର ଶତକଡ଼ା ହେଉଛି 80%। ଖ୍ରୀଷ୍ଟିଆନ ଲୋକମାନେ ବାସ କରନ୍ତି ସମଗ୍ର ପୃଥିବୀରେ। ତେବେ ଆଉ ଗୋଟିଏ ରେକର୍ଡ଼ ହେଉଛି କ'ଣ? ପୃଥିବୀର ସବୁଠାରୁ ଫେମସ୍, ଯେଉଁଟାକି ହିନ୍ଦୁମାନେ ଭଗବାନ ବୋଲି କୁହନ୍ତି, ସବୁଠାରୁ ବିଖ୍ୟାତ ହେଉଛନ୍ତି ପ୍ରଭୁ ଯୀଶୁଖ୍ରୀଷ୍ଟ ପୃଥିବୀରେ। ଏଇଟା ଆଉ ଗୋଟିଏ ରେକର୍ଡ଼। ତେବେ ପ୍ରିୟ ବନ୍ଧୁଗଣ, ତେବେ ଆଗାମୀ ଦିନରେ କ'ଣ ରେକର୍ଡ଼ ହେବା ପାଇଁ ଯାଉଅଛି ଏଇଟା ମୁଁ ଜଣାଇବି। ଆଗାମୀ ଦିନରେ ଆମର ଭାରତବର୍ଷରେ 2050 ସୁଦ୍ଧା ଭାରତର ଅଧାରୁ ଅଧିକ ଲୋକ, ମାନେ ଶତକଡ଼ା 50 ଭାଗରୁ ଅଧିକ ଲୋକମାନେ ସେମାନେ ଯୀଶୁଙ୍କୁ ଜାଣିସାରିଥିବେ, ସେମାନେ ଖ୍ରୀଷ୍ଟିଆନ ହୋଇସାରିଥିବେ, ମାନେ ବିରୋଧୀମାନଙ୍କ ଭାଷାରେ। ଆଉ ସେତେବେଳକୁ ଖ୍ରୀଷ୍ଟିଆନଙ୍କ ସଂଖ୍ୟା 50% ଅଧିକ ଥିବ 2050 ସୁଦ୍ଧା। ଏଇଟା ଜଣେ ବିଶେଷଜ୍ଞ ଗଣନା କରିକି ସେ କହିଛନ୍ତି। ଆଉ ଯେଉଁ ରହିଲା 50%ରୁ କମ୍, ତା ଭିତରେ ହିନ୍ଦୁ ଥିବେ, ମୁସଲିମ ଥିବେ, ଜୈନ ଥିବେ,
ବୁଦ୍ଧିଷ୍ଟ ଥିବେ, ଅଲେଖ ଧର୍ମର ଲୋକ ଥିବେ, ମାନେ ଯେତେ ବି ଆଜିକାଲି ଛୋଟ ଛୋଟ ଧର୍ମ ଗୁଡ଼ିକ ନୂଆ ନୂଆ ବାହାରିଛି, ସେ ଧର୍ମର ଲୋକମାନେ ସମସ୍ତେ ରହିବେ। ଏଇଟା ଗଣନା କରାଯାଇଛି 2050 ସୁଦ୍ଧା କ'ଣ ହେବ, ପୁରା ପୃଥିବୀରେ ଚହଳ ସୃଷ୍ଟି କରିବ। 2050 ସୁଦ୍ଧା ଏକ ବହୁତ ବଡ଼ ବିଶ୍ୱ ରେକର୍ଡ଼ କରିବ। ତେବେ ବିରୋଧୀମାନେ ଭାବୁଥିବେ ଏଇସବୁ କେମିତି ସମ୍ଭବ ହେଲା, ଏଇସବୁ ସମ୍ଭବ ହେଉଛି କେମିତି, ମୁଁ ସେଇଟା ଜଣେଇବି। ସେମାନେ ଭାବୁଥିବେ ହୁଏତ ସେମାନେ ତ ନିହାତି ଭାବୁଥିବେ ପଇସା ଦେଇକି ଧର୍ମ ପରିବର୍ତ୍ତନ କରିଦେଉଛନ୍ତି, ଚାଉଳ ଦେଇକି ଧର୍ମ ପରିବର୍ତ୍ତନ କରିଦେଉଛନ୍ତି। କିନ୍ତୁ ମୁଁ କହି ରଖୁଅଛି ଏମିତି କିଛି ନାହିଁ। ଏମିତି କାହିଁକି ହେଉଛି, କାରଣ ବାଇବେଲରେ ଯେଉଁ ବାକ୍ୟ ରହିଅଛି ପ୍ରଭୁଙ୍କର ବାକ୍ୟ, ସେ ବାକ୍ୟର ଏମିତି ଶକ୍ତି ଅଛି ଜଣକୁ ପରିବର୍ତ୍ତନ କରିଦେବ। ମୁଁ ତା ମଧ୍ୟରୁ 2ଟି ବାକ୍ୟ ମୁଁ ପଢ଼ିକି ଶୁଣେଇବି। ପୁରା ବାଇବେଲ ଭିତରକୁ ମୁଁ ଯିବି ନାହିଁ, ନହେଲେ ଭିଡ଼ିଓ ବହୁତ ଲମ୍ବା ହେବ। ମାଥିଉ ତାର 28 ପର୍ବର ତାର ଯଦି ଆପଣ ପଢ଼ିବେ 18ରୁ 20, ଏଠି ଲେଖା ଅଛି, ପୁଣି ଯୀଶୁ ସେମାନଙ୍କ ନିକଟକୁ ଆସି ଆଳାପ କରି କହିଲେ, ସ୍ୱର୍ଗ ଓ ପୃଥିବୀର ସମସ୍ତ ଅଧିକାର ମୋତେ ପ୍ରଦତ୍ତ ହୋଇଅଛି। ଅତଏବ ତୁମ୍ଭେମାନେ ଯାଇ ସମସ୍ତ ଜାତିର ଲୋକଙ୍କୁ ପିତା, ପୁତ୍ର ଓ ପବିତ୍ର ଆତ୍ମାଙ୍କ ନାମରେ ବାପ୍ତିସ୍ମ ଦେଇ ମୁଁ ତୁମମାନଙ୍କୁ ଯେଉଁ ଯେଉଁ ଆଜ୍ଞା ଦେଇଅଛି ସେହି ସବୁ ପାଳନ କରିବାକୁ ଶିକ୍ଷା ଦେଇ ସେମାନଙ୍କୁ ଶିଷ୍ୟ କର। ଆଉ ଦେଖ, ଯୁଗାନ୍ତ ପର୍ଯ୍ୟନ୍ତ ସଦାସର୍ବଦା ମୁଁ ତୁମ୍ଭମାନଙ୍କ ସଙ୍ଗେ ସଙ୍ଗେ ଅଛି। ଏହି ବାକ୍ୟ ଅନୁସାରେ ଜଣେ ବିଶ୍ୱାସୀ ସେ ଯାଇକି ସୁସମାଚାର ପ୍ରଚାର କରିବ। ଯେଉଁମାନେ ବିଶ୍ୱାସ କରିବେ ସେମାନଙ୍କୁ ସେ ଶିଷ୍ୟ କରିବ। ଆଉ ସେମାନେ କ'ଣ କରିବ, ସେ ପିତା, ପୁତ୍ର, ପବିତ୍ର ଆତ୍ମାଙ୍କ ନାମରେ ସେ ବାପ୍ତିସ୍ମ ଦେବ। ଏଇଟା ହିଁ ହେଉଛି, ସେଇଥିପାଇଁ ଆଜିକାଲିର ଆମର ଭାରତ ବର୍ଷରେ ଖ୍ରୀଷ୍ଟିଆନମାନଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ଏତେ ବିରୋଧ ସତ୍ତ୍ୱେ, ସରକାରଙ୍କର ଏତେ ସବୁ କଡ଼ା ନିୟମ ସତ୍ତ୍ୱେ ମଧ୍ୟ ଖ୍ରୀଷ୍ଟିଆନମାନଙ୍କ ସଂଖ୍ୟା ବଢ଼ୁଛି କାହିଁକି? ତା କାରଣ ହେଉଛି ଏଇଟା। ଆଉ ଗୋଟେ ବାକ୍ୟ ମୁଁ ଶୁଣେଇବି, ଯେଉଁଟା ଲେଖା ହେଉଛି ଫିଲିପିଓ 2 ପର୍ବର ତା'ର 10 ପଦ ଏବଂ 11 ପଦରେ। ଏଠାରେ ଏମିତି ଲେଖାଯାଏ, ଯେପରି ସ୍ୱର୍ଗ, ମର୍ତ୍ତ୍ୟ ଓ ପାତାଳରେ ଥିବା ପ୍ରତ୍ୟେକ ଜାନୁ ଯୀଶୁଙ୍କ ନାମରେ ନତ ହେବ, ପୁଣି ପିତା ଈଶ୍ୱରଙ୍କ ଗୌରବ ନିମନ୍ତେ ପ୍ରତ୍ୟେକ ଜିହ୍ୱା ଯୀଶୁଖ୍ରୀଷ୍ଟ ପ୍ରଭୁ ବୋଲି ସ୍ୱୀକାର କରିବ। ତେବେ ପ୍ରିୟ ବନ୍ଧୁଗଣ, ଏମିତି ଗୋଟେ ଦିନ ଆସୁଅଛି, ହୁଏତ 2050 ମସିହା ହେଇଥାଇପାରେ। ସେତେବେଳକୁ ସମସ୍ତ ଜାନୁ ଗୋଟେ ବି ବାକି ନଥିବେ, ସବୁ ଆଣ୍ଠୁ ଯୀଶୁଙ୍କ ନାମରେ ଭାଙ୍ଗିବ। ସେତେବେଳକୁ ସମସ୍ତେ ମୁହଁରେ ଯୀଶୁ ଯୀଶୁ ବୋଲି ହେଉଥିବେ। ଏମିତି ଏକ ସମୟ ଆସୁଅଛି, କିନ୍ତୁ ଆମକୁ ଟିକେ ୱେଟ୍ କରିବାର ଅଛି, ସେ ଦିନ କେବେ ଆସୁଛି। ହଁ ପ୍ରିୟ ବନ୍ଧୁଗଣ, ଏହା ହିଁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ବାକ୍ୟର ଶକ୍ତି ଅଟେ। এই ବାକ୍ୟର ଏମିତି ଶକ୍ତି ରହିଅଛି ଜଣକୁ ବଦଳାଇ ଦେଇପାରେ। ନମସ୍କାର ପ୍ରିୟ ବନ୍ଧୁଗଣ, ଭିଡ଼ିଓ କେମିତି ଲାଗିଲା କମେଣ୍ଟ କରନ୍ତୁ। ଭିଡ଼ିଓ ଭଲ ଲାଗିଥିଲେ ଭିଡ଼ିଓକୁ ସେୟାର କରନ୍ତୁ। ଚ୍ୟାନେଲକୁ ଯଦି ପ୍ରଥମ ଥର ଆସିଛନ୍ତି ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଧନ୍ୟବାଦ।